ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକୁ ସିଲେକ୍ସନ୍ କରି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ରହିଛି। ପ୍ରଥମ ପ୍ରଶ୍ନ, ତଳ ଅନୁଚ୍ଛେଦଟି ପଢ଼ି 1ରୁ 6 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ପିଲାମାନେ ସିଧାସଳଖ ଆମେ ପ୍ରଶ୍ନ ଉତ୍ତର ପାଖକୁ ଯିବା। ପ୍ରଥମ ପ୍ରଶ୍ନ ଅଛି, ଆଇନଷ୍ଟାଇନଙ୍କ ହାତରେ କ'ଣ ଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ବେହେଲାଉ ସୁଟକେସ୍। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିଦେବ। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ତାଙ୍କର ଆନ୍ତରିକ ଇଚ୍ଛା କ'ଣ ଥିଲା? ତାଙ୍କର ଆନ୍ତରିକ ଇଚ୍ଛା କ'ଣ ଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଶାନ୍ତି ଓ ସଦିଚ୍ଛା ସହ ବଞ୍ଚିବା। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, ଆଇନଷ୍ଟାଇନଙ୍କୁ ଷ୍ଟେସନରେ କେହି ଚିହ୍ନି ପାରିଲେ ନାହିଁ, କାହିଁକି? ଏହାର ସଠିକ୍ ଉତ୍ତରଟି ହେଉଛି ଘର ପୋଷାକରେ ଥିଲେ। ସେ ଘର ପୋଷାକରେ ଥିଲେ। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, ତାଙ୍କୁ ଷ୍ଟେସନରେ ସ୍ୱାଗତ କରିବାର କାରଣ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ସେ ରାଣୀଙ୍କ ଅତିଥି ଥିଲେ। ଏହାକୁ ଏହି ଉତ୍ତର ସ୍ଥାନରେ ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ, ସମ୍ଭ୍ରାନ୍ତ ଶବ୍ଦଟି ବ୍ୟବହାର କରି ନିଜ ଭାଷାରେ ବାକ୍ୟଟିଏ ଲେଖ। ସମ୍ଭ୍ରାନ୍ତ ଶବ୍ଦଟି ବ୍ୟବହାର କରି ନିଜ ଭାଷାରେ ବାକ୍ୟଟିଏ ଲେଖ। ତୁମେ ଲେଖିବ, ସେ ସମ୍ଭ୍ରାନ୍ତ। ସମ୍ଭ୍ରାନ୍ତ ଯେମିତି ଲେଖା ହେଇଛି ଏମିତି ଲେଖିବ। ସେ ସମ୍ଭ୍ରାନ୍ତ ବଂଶରେ ଜନ୍ମ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ଶୂନ୍ୟସ୍ଥାନ ପୂରଣ କର। ଯେପରି ଆନ୍ତରିକ ଇଚ୍ଛା ସେହିପରି ଆନ୍ତରିକ କ'ଣ ହେବ? ଏହାର ଉତ୍ତରରେ ତୁମେ ଲେଖିବ, ଯେପରି ଆନ୍ତରିକ ଇଚ୍ଛା ସେହିପରି ଆନ୍ତରିକ ବ୍ୟବହାର। ତୁମେ ଏଇଠି ଲେଖିବ ବ୍ୟବହାର। ପରବର୍ତ୍ତୀ ପ୍ରଶ୍ନ, ତଳ ଦରଖାସ୍ତଟିକୁ ପଢ଼ି 7 ନମ୍ବରରୁ 12 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ସିଧାସଳଖ ଆମେ ପ୍ରଶ୍ନ ଉତ୍ତର ପାଖକୁ ଯିବା। 7 ନମ୍ବର, ପୋଷାକ ବିତରଣ ଉତ୍ସବ କେବେ ପାଳନ ହେବାକୁ ସୂଚନା ଦିଆଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି 25/1/2024। ଏହାକୁ ତୁମେ ଏହି ଉତ୍ତର ସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଉତ୍ସବର ମୁଖ୍ୟ ଅତିଥି ରୂପେ କାହାକୁ ନିମନ୍ତ୍ରଣ କରାଯାଇଛି? ଏହାର ସଠିକ୍ ଉତ୍ତରଟି ତୁମେ ଲେଖିବ ମଣ୍ଡଳ ଶିକ୍ଷା ଅଧିକାରୀ। ମଣ୍ଡଳ ଶିକ୍ଷା ଅଧିକାରୀ। ପରବର୍ତ୍ତୀ ପ୍ରଶ୍ନ, ଉକ୍ତ ଉତ୍ସବର ଆୟୋଜକ କିଏ ଅଟନ୍ତି?
ଉକ୍ତ ଉତ୍ସବର ଆୟୋଜକ କିଏ ଅଟନ୍ତି? ଏହାର ଉତ୍ତରରେ ତୁମେ ଲେଖିବ ବିଦ୍ୟାଳୟ ପରିଚାଳନା କମିଟି। ବିଦ୍ୟାଳୟ ପରିଚାଳନା କମିଟି। ଏବଂ ଶିକ୍ଷକ ଶିକ୍ଷୟିତ୍ରୀ। ଶିକ୍ଷକ ଶିକ୍ଷୟିତ୍ରୀ ଲେଖି ପୂର୍ଣ୍ଣ ବାକ୍ୟଟି ମୁଁ ଆଉ ଥରେ କହିଦେଉଛି। ବିଦ୍ୟାଳୟ ପରିଚାଳନା କମିଟି ଓ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଉପରୋକ୍ତ ଦରଖାସ୍ତରେ କେଉଁ କଥାଗୁଡ଼ିକୁ ପରିବର୍ତ୍ତନ କଲେ ତାହା ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇପାରିବ? ଏହାର ସଠିକ୍ ଉତ୍ତରଟି ହେଉଛି, ମୁଁ କହୁଛି ଲେଖିବ ପିଲାମାନେ, ତାରିଖ, ପୋଷାକ ବିତରଣ ଉତ୍ସବ, ତାପରେ ଲେଖିବ ପ୍ରସଙ୍ଗ। ଦୁଇଟି ଲାଇନ୍ ଏଠାରେ ଅଛି। ଉପର ଲାଇନ୍ରେ ଲେଖିବ ତାରିଖ ପ୍ରସାରଣ, ଉପର ଲାଇନ୍ରେ ଲେଖିବ ତାରିଖ ପୋଷାକ ବିତରଣ ଉତ୍ସବ। ତାରିଖ ପୋଷାକ ବିତରଣ ଉତ୍ସବ ଏବଂ ପରବର୍ତ୍ତୀ ଲାଇନ୍ରେ ଲେଖିବ ପ୍ରସଙ୍ଗ। ଏଇଠି ଲେଖିବ ପ୍ରସଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ଯେପରି ଉତ୍ସାହିତ ଉତ୍ସାହ, ସେହିପରି ଆନନ୍ଦିତ। ଏଇଠି କ'ଣ ହେବ? ଏଇଠି ହେବ ଆନନ୍ଦ। ଆନନ୍ଦ। ପରବର୍ତ୍ତୀ ପ୍ରଶ୍ନ, ନିବେଦନ ଶବ୍ଦକୁ ବ୍ୟବହାର କରି ନିଜ ଭାଷାରେ ବାକ୍ୟଟିଏ ଲେଖ। ତୁମେ ଲେଖିବ ମୁଁ ଆପଣଙ୍କୁ ନିବେଦନ କରୁଛି। ନିବେଦନ କରୁଛି। ପରବର୍ତ୍ତୀ ପ୍ରଶ୍ନ, ତଳ ବାକ୍ୟଗୁଡ଼ିକୁ ପଢ଼ ଓ 13ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ସିଧାସଳଖ ଆମେ ପ୍ରଶ୍ନ ଉତ୍ତର ପାଖକୁ ଯିବା। ପ୍ରଶ୍ନ ଅଛି, ଆମେ କାହିଁକି ଡୋଡୋର ବଂଶ ବୁଡ଼େଇ ଦେଲୁ? ଆମେ କାହିଁକି ଡୋଡୋର ବଂଶ ବୁଡ଼େଇ ଦେଲୁ? ଏହାର ଉତ୍ତରରେ ଲେଖିବ ଡୋଡୋକୁ ମାଂସ ଲୋଭରେ ଶିକାର କରି ଶେଷ କଲୁ। ଏଇଠି ଲେଖିବ, ଆଉ ଥରେ କହିଦେଉଛି, ଡୋଡୋକୁ ମାଂସ ଲୋଭରେ ଶିକାର କରି ଶେଷ କଲୁ। ପରବର୍ତ୍ତୀ ପ୍ରଶ୍ନ, କାଲଭେରିଆର ବଂଶ ଶେଷ ହେବା ଅପେକ୍ଷାରେ କାହିଁକି? କାଲଭେରିଆର ବଂଶ ଶେଷ ହେବା ଅପେକ୍ଷାରେ କାହିଁକି? ଏହାର ଉତ୍ତର ଅଛି, ତୁମେ ଲେଖିବ ଡୋଡୋ ନାହିଁ, ଅଙ୍କୁରୋଦ୍ଗମ ହୋଇପାରିବ ନାହିଁ। ଆଉ ଥରେ କହୁଛି, ଡୋଡୋ ନାହିଁ, ଅଙ୍କୁରୋଦ୍ଗମ ହୋଇପାରିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ, କାଲଭେରିଆର ମଞ୍ଜିରୁ ଗଜା ବାହାରିବାରେ ଅସୁବିଧା ହୁଏ ନାହିଁ, କାହିଁକି? ଏହାର ଉତ୍ତରରେ ଲେଖିବ ଡୋଡୋର ପାକସ୍ଥଳୀରେ ଏହି ଫଳର ଖୋଳପା ନରମ ହୋଇଯାଇଥିବାରୁ।
ପ୍ରଶ୍ନଟି ଉତ୍ତରଟି ଆଉ ଥରେ କହୁଛି, ଡୋଡୋର ପାକସ୍ଥଳୀରେ ଏହି ଫଳର ଖୋଳପା ନରମ ହୋଇଯାଉଥିବାରୁ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ 16 ନମ୍ବର। ଉପର ପଦରେ କିଏ ଲବଣୀ ଖାଇବା କଥା କୁହାଯାଇଛି? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ଶ୍ରୀକୃଷ୍ଣ। ଶ୍ରୀକୃଷ୍ଣ। ପରବର୍ତ୍ତୀ ପ୍ରଶ୍ନ, ଶିକା ଛନ୍ଦ କେତେବେଳେ ଧରି ଯାଆନ୍ତି? ଏହାର ଉତ୍ତର ତୁମେ ଲେଖିବ ଗାଈ ଦୁହିଁବା ବେଳେ। ଗାଈ ଦୁହିଁବା ବେଳେ। ପରବର୍ତ୍ତୀ ପ୍ରଶ୍ନକୁ ଆମେ ଯିବା। ଉପର ପଦଟିରେ ଥିବା କଥାଗୁଡ଼ିକ କବି କାହା ମୁଖରେ କହିଛନ୍ତି? ଏହାର ଉତ୍ତର ତୁମେ ଲେଖିବ ପିଲାମାନେ ମାତା ଯଶୋଦାଙ୍କ ମୁଖରେ। ଆଉ ଥରେ କହିଦେଉଛି, ମାତା ଯଶୋଦାଙ୍କ ମୁଖରେ। ପରବର୍ତ୍ତୀ ପ୍ରଶ୍ନ, ପଦଟିର କଥାକୁ 3ଟି ବାକ୍ୟରେ ଲେଖ। 3ଟି ବାକ୍ୟରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନଟି ଅଛି, ପଦଟିର କଥାକୁ 3ଟି ବାକ୍ୟରେ ଲେଖ। 3ଟି ବାକ୍ୟରେ ଲେଖିବ। ମୁଁ କହିଦେଉଛି ପିଲାମାନେ ଲେଖିବ, ଦହି ମୁହାଁ ସମୟରେ ଲବଣୀ କିଏ ଖାଇବ? ଦହି ମୁହାଁ ସମୟରେ ଲବଣୀ କିଏ ଖାଇବ? ଏଇଟା ହେଲା ପ୍ରଥମ ବାକ୍ୟ। ଦ୍ୱିତୀୟ ବାକ୍ୟରେ ଲେଖିବ, ଆନନ୍ଦରେ ଗାଈ ଦୁହିଁବାକୁ ଯିବା। ଆନନ୍ଦରେ ଗାଈ ଦୁହିଁବାକୁ ଯିବା। ଏବଂ ତୃତୀୟ ବାକ୍ୟରେ ଲେଖିବ, ଶିକା ଛନ୍ଦ ହାତରେ ଧରି କିଏ ଯିବ? ଶିକା ଛନ୍ଦ ହାତରେ ଧରି କିଏ ଯିବ? ପରବର୍ତ୍ତୀ ପ୍ରଶ୍ନ, ଶବ୍ଦଗୁଡ଼ିକୁ ସଜାଡ଼ି ଅର୍ଥପୂର୍ଣ୍ଣ ବାକ୍ୟଟିକୁ ଲେଖ। ବାକ୍ୟକୁ ସଜେଇକିରି ଅର୍ଥପୂର୍ଣ୍ଣ ବାକ୍ୟ ଲେଖିବ। ଉତ୍ତରରେ ଲେଖିବ ଦୃଢ଼ମନା ବ୍ୟକ୍ତି। ଦୃଢ଼ମନା ଆଗ ଲେଖିବ, ତାପରେ ବ୍ୟକ୍ତି। ଦୃଢ଼ମନା ବ୍ୟକ୍ତି, ତାପରେ ଲେଖିବ ନିଜ। ତାପରେ ଲେଖିବ ସିଦ୍ଧାନ୍ତରେ। ସିଦ୍ଧାନ୍ତରେ। ଅଟଳ, ତାପରେ ଲେଖିବ ଅଟଳ। ତାପରେ ଲେଖିବ ରହନ୍ତି। ପୂର୍ଣ୍ଣ ବାକ୍ୟଟି ଏଠାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଶୂନ୍ୟସ୍ଥାନରେ ଉତ୍ତର ଲେଖ। ଯେପରି ବସିବା, ବସାଇବା, ସେହିପରି ଖାଇବା, ଏଇଠି ଲେଖିବ ଖୁଆଇବା। ଖୁଆଇବା। ପରବର୍ତ୍ତୀ ପ୍ରଶ୍ନ, ଶୂନ୍ୟସ୍ଥାନରେ ଉତ୍ତର ଲେଖ। ଯେପରି ବିବେକ ପୂର୍ବରୁ ଅ ଲାଗି ଅବିବେକୀ, ସେହିପରି ମଣିଷ, ତା ପୂର୍ବରୁ ତୁମେ ଅ ଲଗାଇକି ଲେଖିବ ଅମଣିଷ। ଅମଣିଷ। ପରବର୍ତ୍ତୀ ପ୍ରଶ୍ନ, ଶୂନ୍ୟସ୍ଥାନରେ ଉତ୍ତର ଲେଖ। ମୁଁ କଟକ ଯାଇଥିଲି। ଆମ୍ଭେ କଟକ ଯାଇଥିଲୁ। ମୁଁ ଦିଲ୍ଲୀ ଯିବି। ତୁମେ ଲେଖିବ ଆମ୍ଭେ ଦିଲ୍ଲୀ ଯିବୁ। ଏଇଠି ଲେଖିବ ଆମ୍ଭେ ଦିଲ୍ଲୀ ଯିବୁ। ନେକ୍ସଟ କ୍ୱେଶ୍ଚନ, ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। କଞ୍ଚା, ଏହାର ବିପରୀତ ଶବ୍ଦ ଲେଖିବ ତୁମେ ଏଇଠି ପାଚିଲା। ପାଚିଲା। ପରବର୍ତ୍ତୀ ପ୍ରଶ୍ନ, କଠୋର, ତୁମେ ଏଇଠି ଲେଖିବ କୋମଳ। କର ଓକାର ଦେବ ପିଲାମାନେ, କୋମଳ। ନେକ୍ସଟ କ୍ୱେଶ୍ଚନ, ତୁମ ଶରୀର ଅସୁସ୍ଥ ଥିବାରୁ 2 ଦିନ ବିଦ୍ୟାଳୟରେ ଅନୁପସ୍ଥିତ ଥିଲ। ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ। ପିଲାମାନେ ଏହାର ଉତ୍ତର
आमे वीडियो शेष रे देइछु निश्चय देखिबो। नेक्स्ट क्वेश्चन, रज पर्व को आधार करी अनुच्छेदटीए लिखिबो। गोटे पैराग्राफ लिखिबो पिला माने एवं केमिति लिखिबो कोठरी मध्य थिबा शब्द गुडी को व्यवहार करिदिबो। सेई जो तुमे अनुच्छेदटीए लिखिबो सेई अनुच्छेद रे एई सब शब्द गुडी को लागि रहिथिबो। वर्षा ऋतुर आरंभ, आषाढ़ मास, कृषि आधारित पर्व, पिठा पणा, दोली, दोली गीत, नूतन पोशाक, यात्रा, आनंद ए सब शब्द गुडी को लागि थिबो एवं अनुच्छेदटीए तुमे लिखिबो। एहार उत्तर मध्य आमे पिला माने ए वीडियो शेष रे देइछु निश्चय लिखिबो।